ଆମେ ସମସ୍ତେ ଅତି କମରେ ଯେତେବେଳେ ମଣିଷମାନେ ଆମେ ଶୋଉଛୁ, ଶୋଇବା ସମୟରେ ଆମେ ଗୋଟେ ଗୋଟେ ପ୍ରଶ୍ନ ଆମକୁ ନିଜକୁ ପଚାରିବା। ସେ ପ୍ରଶ୍ନଟା ନିଜକୁ ନିଜେ ପଚାରିବାଟା ହେଉଛି ପ୍ରକୃତି ନିଜକୁ ଜାଣିବାଟା। ପ୍ରଶ୍ନ ପଚାରିବା ନିଜକୁ କ'ଣ ପଚାରିବା? ମୋତେ ମଣିଷ ଜନ୍ମ ଭଗବାନ ଦେଇଛି କାହିଁକି? ସଂସାରରେ ଏତେ ମଣିଷ ଜନ୍ମ ହୋଇଛନ୍ତି, ତାପରେ ମଧ୍ୟ ମୋତେ କାହିଁକି ମଣିଷ ଜନ୍ମଟେ ଦେଲା? ତାର ତ କିଛି ଉଦ୍ଦେଶ୍ୟ ଥିବ। ଏ ପ୍ରଶ୍ନଟା ଆମ ସମସ୍ତଙ୍କର ହେବାର ଅଛି। ଯଦି ଏ ପ୍ରଶ୍ନ ଆମେ ନ ପଚାରିବା, ଆମେ ନିଜକୁ ବୁଝିପାରିବା ନାହିଁ, ସଂସାରଟାକୁ କୌଣସି ହାଲତରେ ବୁଝିପାରିବା ନାହିଁ। ଏ ପ୍ରଶ୍ନଟାର ଉତ୍ତର ଯଦି ଆମକୁ ପାଇବାକୁ ହୁଏ, ଆମକୁ ସୃଷ୍ଟିର ରହସ୍ୟ ବିଷୟରେ ମଧ୍ୟ ଜାଣିବାକୁ ପଡ଼ିବ, ନହେଲେ ଆମେ ନିଜକୁ ବୁଝିପାରିବା ନାହିଁ। ମଣିଷ ନିଜକୁ କେବେ ବୁଝିପାରେ ନାହିଁ ଡାଇରେକ୍ଟ, ଯଦି ତାର ମୂଳ ଜିନିଷଟାକୁ ଯଦି ନ ଧରେ। ଯାହା ଶାସ୍ତ୍ର କହେ, ବେଦ ପୁରାଣରେ ଯାହା ଅଛି ମୁଁ ତାହା ହିଁ କହୁଛି। ମୁଁ ତ ମୋର ନିଜସ୍ୱ କିଛି ଜ୍ଞାନ ନାହିଁ ଏ ବାବଦରେ। ପ୍ରଥମରେ ଇଏ ସୃଷ୍ଟିଟା ନଥିଲା। ଏ ଯେଉଁ ବିଶ୍ୱ ବ୍ରହ୍ମାଣ୍ଡ ଯାହା ଦୃଷ୍ଟିଟା ନଥିଲା, ଏଇଟା ଅନ୍ଧକାରମୟ ଥିଲା। ସମସ୍ତ ତାକୁ କ'ଣ କହିବା? ଏଇଟା ଏ ଯେଉଁ ଆକାଶ ଦେଖୁଛୁ ଆମେ ତାକୁ କହିବା, ମାନେ କିଛି ଲୋକ କହନ୍ତି ତାକୁ ହିରଣ୍ୟ ଗର୍ଭ ବି କହନ୍ତି। କ'ଣ ସେ ହିରଣ୍ୟ ଗର୍ଭ ଆମେ ବି ଜାଣିପାରିବା ନାହିଁ, କିନ୍ତୁ ଶବ୍ଦ ଅଛି ହିରଣ୍ୟ ଗର୍ଭ। ଅନ୍ଧାର, ସେଇ ଅନ୍ଧାର ତାକୁ ଗୋଟେ ସମୁଦ୍ର କୁହାଯାଏ। ସେଇ ସମୁଦ୍ର ଭିତରେ କେଉଁଠି ସେଇ ଦିବ୍ୟ ପରମ ସତ୍ତା ଥାଆନ୍ତି ଏବଂ ସ୍ୱୟଂ ଦିବ୍ୟ ଜନରେ ତାଙ୍କୁ କୋଳରେ ବସିକି ଥାଆନ୍ତି, ଏଇଟା ଶାସ୍ତ୍ର କହେ। ହଠାତ୍ ଦିନେ ଦିବ୍ୟ ପରମ ପ୍ରଭୁ ଚିନ୍ତା କରିଛନ୍ତି ଯେ ଏଠି ଶୋଇ ଶୋଇ ଏଇଠି ରହି ମୋତେ କ'ଣ ଭଲ ଲାଗିବ, ମୁଁ ତ କିଛି କରନ୍ତେ। ଏହା ଭାବିଲେ, ଏମିତି ଯେମିତି ଭାବୁଛନ୍ତି ସେ, ମୁଁ ଏ ଯେଉଁ ଏକ ହେଇକିରି ଅଛି, ମୁଁ ଏକରୁ ଅନେକ ହେବା ପାଇଁ ଇଚ୍ଛା କରୁଛି। ଏତେ କହୁ କହୁ ଦିବ୍ୟ ଜନନୀଙ୍କର ଗୋଟେ ତାମାନେ କାର୍ଯ୍ୟ ଅଛି, ବିଶ୍ୱ ଜୀବନ ଜନନୀ ଯାହାକୁ କହନ୍ତି। ପରମ ପ୍ରଭୁ ଯାହା ଚିନ୍ତା କରନ୍ତି ସାଙ୍ଗେ ସାଙ୍ଗେ ସେ କାର୍ଯ୍ୟକାରୀ କରିଦିଅନ୍ତି ଏବଂ ଏ ବିଶ୍ୱ ସୃଷ୍ଟିଟା ହେଇଯାଇଛି। ବିଶ୍ୱ ସୃଷ୍ଟି ହେଲା ଗୋଟେ ଅଗ୍ନି ରୂପରେ, ମାନେ ନିଆଁ ରୂପରେ। ଅନ୍ଧାର ଭିତରେ ଗୋଟେ ଆଲୋକ ପଳେଇ ଆସିଲା। ଏ ଯେଉଁ ଆଲୋକ ଯାହାକୁ ଆମେ ଅଗ୍ନି କହୁଛୁ, ତାହାକି ନିଆଁ କହୁଛୁ, ଅଗ୍ନିର ତାର ପ୍ରକୃତ ଅର୍ଥ ହେଉଛି ଦିବ୍ୟ ପରମ ପ୍ରଭୁଙ୍କର ତାଙ୍କର ଇଚ୍ଛା। ଦିବ୍ୟ ପରମ ପ୍ରଭୁଙ୍କର ଇଚ୍ଛା ଶକ୍ତିଟା ହେଉଛି ଅଗ୍ନି, ଆଉ ସେ ଅଗ୍ନି ମୂଳରେ ସବୁଠାରେ ଥାଏ। ଏମିତିକି ଆମର ଶରୀର ମଧ୍ୟ, ଶରୀର ଯେତେବେଳେ ଅଗ୍ନି ପଳେଇଯାଏ ସେ ସମୟରେ ଶରୀର ଜୀବନ ନଥାଏ। ମୂଳଟା ହେଲା ସେ ଅଗ୍ନି। ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ହେଲା। ପୁଣି ଆଉ ଗୋଟେ କଥା ସେ ଚିନ୍ତା କରିଛନ୍ତି, ବୋଧେ ଏଇଟା ତ ଯାହା ହେଲା ହେଲା, ମୁଁ ନିଜକୁ ଅଜ୍ଞାନ ରୂପରେ, ଜଡ଼ ରୂପରେ ନିଜକୁ ନିକ୍ଷେପ କରିବାକୁ ଚାହୁଁଛି ଏବଂ ଧୀରେ ଧୀରେ ମୋ ରୂପଟାକୁ ମୁଁ ଧୀରେ ଧୀରେ ଆଣିବି। ଜଡ଼ ରୂପରେ ଯେତେବେଳେ ସେ ଇଚ୍ଛା କରୁଛନ୍ତି ନିଜକୁ, ସାଙ୍ଗେ ସାଙ୍ଗେ ଦିବ୍ୟ ପରମ ଜନନୀ ସାଙ୍ଗେ ସାଙ୍ଗେ ବୋଧେ ଏ ପୃଥିବୀର ସୃଷ୍ଟି କଲେ। ସେ ପୃଥିବୀ ସୃଷ୍ଟି ହେବାର ରହସ୍ୟଟା ତ ବିଜ୍ଞାନ ଯାହା କହୁଛି, ନକ୍ଷତ୍ର ଭିତରେ କ'ଣ ଡ୍ୟାସ୍ ହେଇଗଲା, ତାପରେ ଖଣ୍ଡ ଖଣ୍ଡ ହେଇଗଲା, ଗୋଟେ ନକ୍ଷତ୍ର ଚାରିପଟେ, ସେଟା ତ ବିଜ୍ଞାନ ମତରେ ସେ ନିଶ୍ଚିତ ରୂପରେ ହେଇଥିବ। କିଛି ତ ହେଲେ ତ ହୁଏ ଗୋଟେ ଜିନିଷଟେ। ଆଉ ସେ ଯେଉଁ ପୃଥିବୀ, ସେ ଯେଉଁ ଗ୍ୟାସୀୟ ପିଣ୍ଡ କହନ୍ତି, ସେ ଗ୍ୟାସ ରୂପରେ ନିଜେ ଦିବ୍ୟ ପରମ ସତ୍ତା ହେଇଛନ୍ତି ଏବଂ ଧୀରେ ଧୀରେ ସେ ତରଳ ଅବସ୍ଥାରେ ଆସିଛନ୍ତି, ପୁଣି ତାପରେ କଠିନ ଅବସ୍ଥାରେ ଆସିଛନ୍ତି, ତାପରେ ଧୀରେ ଧୀରେ ସେ ଯେଉଁ ପୃଥିବୀ ଆମେ ଦେଖୁଛୁ ସେ ରୂପରେ ସେ ଆସିଛନ୍ତି। ସେ ନିଜେ ହିଁ ସେ ରୂପରେ ଆସିକି ଧୀରେ ଧୀରେ ଥଣ୍ଡା ହେଇଯାଇଛି। ଥଣ୍ଡା ହେଇଗଲା ପରେ ବାଷ୍ପ ବାହାରିଛି। ଅଗ୍ନି ପରେ ବାଷ୍ପ ବା ବାୟୁ, ବାଷ୍ପ ବାୟୁରେ ପରିଣତ। ସେ ବାୟୁଟା ଧୀରେ ଧୀରେ ମେଘରେ ପରିଣତ ହେଇଗଲା ଜଳ, ତାପରେ ଜଳର ସୃଷ୍ଟି। ଏଇଭଳିଆ ମାନେ ସୃଷ୍ଟି ତତ୍ତ୍ୱ କହେ। ଆଉ ଧୀରେ ଧୀରେ ଯେତେବେଳେ ତାମାନେ ବର୍ଷା ହେଲା, ଯେତେବେଳେ ଖାଲ ଜମି ମାନଙ୍କରେ ପାଣି ଜମିଲା, ସମୁଦ୍ର ହେଲା, ଯାହାକୁ ରହିଲା କିଛି ଜଳଭାଗ, କିଛି ରହିଲା ସ୍ଥଳଭାଗ, ଏଇ ରୂପରେ ପୃଥିବୀ ଜନ୍ମ ହେଲା। ଆଉ ସେ ପୃଥିବୀ ଜନ୍ମ ଭିତରେ ସେ ନିଜେ ଅଛନ୍ତି। ତେଣୁ ଶାସ୍ତ୍ର କହେ, ଆମ ମନେକର ଆମ ଗୁରୁ ମଧ୍ୟ କହନ୍ତି ଯେ ପୃଥିବୀ ଭଗବାନ ସୃଷ୍ଟି କରିନାହାନ୍ତି। ପୃଥିବୀ ହେଉଛି ଭଗବାନଙ୍କର ନିଜର ଶରୀର, ନିଜେ ହିଁ ନିଜେ ପୃଥିବୀ ରୂପରେ ସୃଷ୍ଟି ହେଇଛନ୍ତି। ଏବଂ ସେ ଯେତେବେଳେ ଜଡ଼ ରୂପରେ ଗଲେ, ପ୍ରତ୍ୟେକ ମୁହୂର୍ତ୍ତରେ ଦିବ୍ୟ ଜନନୀ ତାଙ୍କ ସାଙ୍ଗରେ ଅଛନ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ସେଇ ବ୍ରହ୍ମକୁ ଧରିକିରି ସେ ପୃଥିବୀ ଭିତରେ ଅଛନ୍ତି। ସେ
ଧୀରେ 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 ସେ ଯେତେବେଳେ ଜଡ଼ ସୃଷ୍ଟି ହେଇଗଲା, ପାଣି ପବନ ମାଟି ଗୋଡ଼ି ସବୁ ହେଇଗଲା, ଅଗ୍ନି ସୃଷ୍ଟି ହେଇଗଲା, ତାପରେ ସେ କିଛି ଜୀବ ରୂପ ନେବାକୁ ଇଚ୍ଛା କଲେ। କିଛି ଜୀବ, ଆଉ ପୃଥିବୀ ସୃଷ୍ଟି ହେଲା। ଆଜି ମଧ୍ୟ ଶାସ୍ତ୍ର କହେ, ବିଜ୍ଞାନ କ'ଣ କହୁଛି ମୁଁ ଜାଣିନି, ପୃଥିବୀ ସୃଷ୍ଟିର ପ୍ରଥମ ଜୀବ ହେଲା ବୃକ୍ଷ, ଗଛ। ବୃକ୍ଷ ହିଁ ପୃଥିବୀର ସୃଷ୍ଟିର ପ୍ରଥମ ବ୍ୟକ୍ତି, ପ୍ରଥମ ଜୀବ, ବ୍ୟକ୍ତି ନୁହଁ ଜୀବ, ଯିଏକି ସ୍ଥାବର, ମାନେ ଗୋଟେ ଜାଗାରେ ଥାଇକିରି ବଞ୍ଚିବା ଲୋକ। ସେ ପ୍ରଥମରେ ତାଙ୍କ ରୂପ ନେଇଛନ୍ତି। କାହିଁକି ଆପଣ ଦେଖିବେ, ଓଡ଼ିଆରେ ବା ଓଡ଼ିଆରେ ଅନୁବାଦ ହେଇଛି କିନ୍ତୁ ସଂସ୍କୃତରେ ଅଛି, ଭାଗବତର 10ମ ସ୍କନ୍ଧ ଗୋଟେ ପାଠ ଅଛି, ସେଠି ଗୋଟେ ଅଛି ଗୋପଲୀଳା। ଗୋପଲୀଳାରେ ଗୋଟେ ଜାଗାରେ ବୃକ୍ଷର ମହାତ୍ମା, ବୃକ୍ଷ ମହାତ୍ମା ଅଛି। ଶ୍ରୀକୃଷ୍ଣ ତାଙ୍କ ସଖାମାନଙ୍କୁ ସେ ବୃକ୍ଷ ମହାତ୍ମା ବାବଦରେ କିଛି କହିଛନ୍ତି, ତାର ମଧ୍ୟ ତାତ୍ପର୍ଯ୍ୟ ଅଛି, ସେଟା ତ ଅଲଗା କଥା। ବୃକ୍ଷ ହେଲା, ବୃକ୍ଷ ପରେ ସ୍ଥଳ ଭାଗରେ ବି ହେଲା, ଜଳ ଭାଗରେ ବି ହେଲା, ଅନେକ ବୃକ୍ଷ ହେଲା। ବୃକ୍ଷ ହେଇସାରିଲା ପରେ ତାପରେ ଭଗବାନ ପୁଣି ଗୋଟେ ସୃଷ୍ଟି ନିଜେ ନେଲେ। କ'ଣ ନେଲେ? ସେ ଏକକୋଷ ଜୀବରେ ସେ ଜନ୍ମ ହେଲେ। ବିଜ୍ଞାନ ମତରେ ବି ଅଛି, ଏଇଟା ବିଜ୍ଞାନ ବି ହେଉଛି, ଆମର ଆଧ୍ୟାତ୍ମିକ ଭିତରେ ଜୀବ ଏବଂ ଜଳ ଜୀବ ପ୍ରଥମରେ ସୃଷ୍ଟି ହେଲେ। ପୃଥିବୀର ପ୍ରଥମ ମାନେ ଜଙ୍ଗମ ଯେଉଁଟା ତା ଚଲାବୁଲା କରିବାର ଜୀବ ହେଉଛନ୍ତି ଜଳ ଜୀବ। ଜଳ ଜୀବ କୋଟି କୋଟି ବର୍ଷ ଧରି ଜଳ ଜୀବ ସବୁ ସୃଷ୍ଟି ହେଲା। ଜଳ ଭିତରେ ଯେତିକି ଜୀବ ଥାଆନ୍ତି ସୃଷ୍ଟି ହେଲେ। ଆଉ ଜଳ ଜୀବ ମାନଙ୍କ ଭିତରେ ସବୁଠାରୁ ଯିଏ ବେଶୀ ପ୍ରଜନନକାରୀ, ବେଶୀ ଛୁଆ, ମାନେ ବେଶୀ ଛୁଆ ଜନ୍ମ କରେ ମାଛ। ଏକା ମାଛର ଗୁଡ଼ାଏ ଅଣ୍ଡା, ଥରେକେ ତାଙ୍କୁ ଲକ୍ଷ ଲକ୍ଷ ସେ ଛୁଆ ଫୁଟେଇବ। ତ ଖାଲି ଜଳ ଭିତରେ ସବୁଠାରୁ ବେଶୀ ସଂଖ୍ୟାରେ ମାଛ ହେଇଗଲେ। ମାଛ ଭିତରେ ଫେର ଭିନ୍ନ ଭିନ୍ନ ପ୍ରକାର ମାଛ ହେଇଗଲେ। ଫେର କେତେ ମାଛ ତାମାନେ ମାନେ ମାନେ ସୁଗୁଣ ଥିବା ମାଛ, ଭଲ ମାଛ, ଶାନ୍ତଶିଷ୍ଟ ମାଛ ବି ରହିଲେ, କେତେ ଦୁର୍ଗୁଣ ବି ରହିଲେ। ତାଙ୍କ ଭିତରେ ଅତ୍ୟାଚାର ମଧ୍ୟ ହେଲା। ଏଇଭଳିଆ ମାଛର ଆସିଲା। ମାଛ ଭିତରେ ତାମାନେ ଶତ୍ରୁତା ହେଲା, ମାନେ ଅରାଜକତା ଆସିଲା, ଅତ୍ୟାଚାର ସବୁ ବଢ଼ିଗଲା। ତାପରେ ଭଗବାନ ସେଇ ମାଛମାନଙ୍କୁ କିଛି କହିବା ପାଇଁ ମାଛ ରୂପରେ ହିଁ ନେଲେ। କାହିଁକି? ଅନ୍ୟ ରୂପରେ, ଅନ୍ୟ ଭାଷାରେ କହିଲେ ମାଛ ବୁଝିପାରେ ନାହିଁ ନା। ମାଛ ହିଁ ମାଛର ଭାଷା ବୁଝେ। ମତ୍ସ୍ୟ ଅବତାର ତାର ତାତ୍ପର୍ଯ୍ୟ ହେଉଛି ସେଟା। ଗୋଟେ ସୁନ୍ଦର ତାର ମାଛ ରୂପରେ ସେ ଆସିଲେ, ବିରାଟ ମାଛ ରୂପରେ ଆସିଲେ, ଆକର୍ଷଣୀୟ ମାଛ ରୂପରେ ଆସିଲେ। ସବୁ ମାଛ ଦୌଡ଼ି ଆସିଲେ, ଭଲ ମାଛ ସବୁ ଦୌଡ଼ି ଆସିଲେ। କହିଲେ, ତମେ କିଏ? ସେ କହିଲା, ମୁଁ ଗୋଟେ ସ୍ୱତନ୍ତ୍ର ମାଛ ହେଇକି ରହିଛି, ମୁଁ ଗୋଟେ କାମ ପାଇଁ ହେଇଛି, ତମେ ଯଦି ମୋତେ ସହଯୋଗ କରିବ ତାହେଲେ ଆଉ ଗୋଟେ ଆମେ ରୂପ ଏଠି ନେବ। କ'ଣ ନେବ ସେଟା? ନାଇଁ, ଏଇଟା ଆମେ ପାଣିରେ ଅଛୁ, ପାଣି ପରେ ଆଉ ଗୋଟେ ସ୍ଥଳଭାଗ ଅଛି, ଆମେ ଉଭୟ ଜାଗାରେ ରହିପାରିବା। କିନ୍ତୁ ମୋ ସାଙ୍ଗରେ ମିଶିକି ତମେ ଯଦି ମୁଁ ଯେମିତି କରୁଛି ସେମିତି କରିବ, ତାହେଲେ ଯେ ଏ କାମଟା ହେବ। ବହୁତ ମାଛ ଲାଗି ପଡ଼ିଲେ, ସବୁ ମାଛ ଲାଗି ପଡ଼ିଲେ। ଅଧା ମାଛ ତାଙ୍କୁ ଶତ୍ରୁତା କଲେ, ତାଙ୍କ ଭିତରେ ଯୁଦ୍ଧ ହେଲା। ସେଟା ତ ପୁରାଣରେ କେତେ ଶାସ୍ତ୍ର କରାଯାଇଛି, ସେଟା ଅନ୍ୟାନ୍ୟ ଷ୍ଟୋରି ହିସାବରେ ନିଆଯାଇଛି, ଆମେ ବୁଝିବା ପାଇଁ ସେଟା ଅଲଗା କଥା। ମୂଳ କଥାଟା ହେଲା ଏଇଟା। ତାପରେ ପ୍ରଶ୍ନ ଆସିଲା ଯେ ଆମେ ଦୁଇ ଜାଗା ମାନେ ସ୍ଥଳଭାଗ କ'ଣ ପ୍ରଶ୍ନ କରିଛନ୍ତି। ସବୁ ମାଛମାନଙ୍କୁ ସେ ସମୁଦ୍ର କୂଳକୁ ନେଇଛନ୍ତି, କୂଳକୁ ନେଇକରି ସମସ୍ତଙ୍କୁ ଉପରୁ ଡେଇଁବାକୁ କହିଛନ୍ତି। ସମସ୍ତେ ମାଛ ପାଣିର ଉପରକୁ ଡେଇଁଲେ, ଦେଖିଲେ ଯେ ସବୁ ବୃକ୍ଷ ସବୁ ଦେଖିଲେ। ଦେଖିଲ? ବୋଲେ ହଁ, ଆମେ ସେଠି ବି ରହିବା, ଏଠି ବି ରହିବା। ଏମିତି କଥା, ଭାରି ବଢ଼ିଆ କଥା। ଲାଗି ପଡ଼ିଲେ। କେତେ ହଜାର କେତେ କୋଟି ବର୍ଷ ପରେ ହଠାତ୍ ଉଭୟଚର ଜନ୍ମ ହେଲେ। ଏଇ ଯେଉଁ ହଠାତ୍ ଜନ୍ମ ହେଲେ, ୟାକୁ ବେଦ କହେ ସଂଘାତ। ମାନେ ବିଶ୍ୱ ପରମ ସତ୍ତାଙ୍କର ଗୋଟେ ସଂଘାତ। କେତେବେଳେ ହୁଏ, କେମିତି ହୁଏ, କାହିଁକି ହୁଏ, କି ଭଳି ହୁଏ, ଆଜି ପର୍ଯ୍ୟନ୍ତ ତାର କୌଣସି ଉତ୍ତର କୌଣସି ଜାଗାରେ ନାହିଁ। ତାପରେ ଉଭୟଚର ଜନ୍ମ ହେଲେ। ଅନେକ ଉଭୟଚର ଭିତରେ ସାପ ଅଛନ୍ତି, ବେଙ୍ଗ ଅଛନ୍ତି, କଇଁଛ ଅଛି, ସମସ୍ତେ ଅଛି। ତାଙ୍କ ଭିତରେ ସବୁଠାରୁ ପ୍ରଜନନକ୍ଷମ ହେଉଛି କଇଁଛ। କଇଁଛ ହିଁ ବେଶୀ ଛୁଆ ଦିଏ। ବେଶୀ ସଂଖ୍ୟାରେ ସେମାନେ ହେଲେ। ବେଶୀ ସଂଖ୍ୟାରେ ସେମାନେ ପୁରା ମାନେ କଇଁଛ ଜାତିଟା ମାନେ କୌଣସି ରକମର ହାନିକାରକ ଜାତି ନୁହନ୍ତି, ହିଂସ୍ରକ ନୁହନ୍ତି। ସେମାନେ ଶାନ୍ତଶିଷ୍ଟ। ପ୍ରଭୁ ତେଣୁ କୁର୍ମ ରୂପରେ ନେଲେ। ସେଇ କଇଁଛ ରୂପ ନେଇକରି ପୁଣି ଆରମ୍ଭ କଲେ। ସେଇ କଥାଟା ଆରମ୍ଭ କଲେ ଯେଉଁଟା ମାଛ ସମୟରେ। ସେଇ ସମୟରେ ସେଇ ଦଳ ଯେଉଁମାନେ ଜନ୍ମ ହେଇଥିଲେ ସେମାନେ ହିଁ ସେଇ ଗ୍ରୁପରେ ଆସିଲେ। ପୁଣି ସେମାନଙ୍କୁ କୁହାହେଲା ଯେ ୟା ପରେ ଆମେ ଆଉ ଗୋଟେ ରୂପ ନେବା, ଯେଉଁ ରୂପଟା କି ତାମାନେ ବହୁତ ଦୌଡ଼ି ପାରୁଥିବ, ନିଜେ କିଛି ତାମାନେ
ମାନେ ଖାଦ୍ୟ ସଂଗ୍ରହ କରିପାରୁଥିବ, ତାକୁ କେହି କିଛି କରିପାରୁନଥିବ, ଏଇଭଳିଆ ଗୋଟେ ଜୀବ। ଆଉ ସେଇ ମାନେ ତାପରେ କେତେ ହଜାର କେତେ ଲକ୍ଷ ବର୍ଷ ପରେ ପୁଣି ପଶୁର ଜନ୍ମ ହେଲା, ପୁଣି ସେଇ ଗୋଟେ ସଂଘାତ। ପଶୁ ଜନ୍ମ ହେଲା ପରେ ଠିକ୍ ସେ ଅବସ୍ଥା, ପଶୁମାନଙ୍କ ଭିତରେ ସେଇ ବାରା ସବୁଠାରୁ ବେଶୀ ପ୍ରଜନନକ୍ଷମ, ଏକା ସାଙ୍ଗେ 10ଟା 12ଟା ଛୁଆ ଜନ୍ମ କରିବ, ବାକି ସବୁ ପଶୁମାନେ ଗୋଟେ 2ଟା ଛୁଆ ଜନ୍ମ କରିବେ। ତାପରେ ସେ ଦେଖିଲେ ସେହି 12 ରୂପରେ ସେ ପୁଣି ଆସିଛନ୍ତି। ଏଟା ଅନ୍ୟାନ୍ୟ ଷ୍ଟୋରି ଅଛି, ମୁଁ ଖାଲି ଜଷ୍ଟ ସର୍ଟକଟ୍ରେ ଆପଣମାନଙ୍କୁ ଆମେ ମଣିଷ ପର୍ଯ୍ୟନ୍ତ ଆସିବା ତାକୁ ନେଉଛି। ପଶୁ ପରେ ତାପରେ ଭଗବାନଙ୍କ ଇଚ୍ଛା ହେଲା ତାଙ୍କର ନିଜର ସ୍ୱରୂପକୁ ଆସିବାକୁ, ତାପରେ ଇଚ୍ଛା କଲେ। ଏ ପର୍ଯ୍ୟନ୍ତ ତ ଯାହା ହେଲା, ଏ ପଶୁ ଆସିଲା ଭିତରେ ଅନେକ ଜୀବ ସେ ନିଜେ ସୃଷ୍ଟି ହେଇଛନ୍ତି। କୀଟ ପତଙ୍ଗ ସରୀସୃପ ଠାରୁ ଆରମ୍ଭ କରି ଯାହା ଅଛି ବର୍ତ୍ତମାନ ଜୀବ ଦେଖୁଛୁ ଆମେ, ତ ଏ ସମସ୍ତେ ସୃଷ୍ଟିରେ ଆସିଛନ୍ତି। ଏମାନଙ୍କର କାର୍ଯ୍ୟ ଅଛି, ଏଇଟା ବି ଆର ଗୋଟେ ବିଷୟବସ୍ତୁ, ଏମାନେ କାହିଁକି ଆସିଛନ୍ତି ତାର ପରବର୍ତ୍ତୀ ଚର୍ଚ୍ଚାରେ ଏଇଟା ଆସିଯିବ। ତାପରେ ମଣିଷ ଜନ୍ମ ନେବା ପୂର୍ବରୁ ସେ ବହୁତ ରିସର୍ଚ୍ଚ କରିଛନ୍ତି। ସିମ୍ପାଞ୍ଜି, ଗରିଲା, ଓରାଙ୍ଗୁଟାଙ୍ଗ, ଗିବନ ଠାରୁ ଆରମ୍ଭ କରି ମାଙ୍କଡ଼ ପର୍ଯ୍ୟନ୍ତ ଏଇ ସବୁ ଗୋଟେ ଗୋଟେ ତାଙ୍କର ରିସର୍ଚ୍ଚ ରୂପ। ତାପରେ ସେ ମଣିଷ ରୂପ ନେଇଛନ୍ତି। ମଣିଷ ରୂପ ଆସିଲା ପରେ ଭଗବାନଙ୍କ କାର୍ଯ୍ୟ ବଢ଼ିଯାଇଛି। କାହିଁକି? ସେ ତାଙ୍କ ନିଜ ସ୍ୱରୂପକୁ ଆସିବା ପାଇଁ ଅସଲ ଗୋଟେ ସ୍ୱରୂପ ବର୍ତ୍ତମାନ ନେଲେ। ଯେଉଁ ପଶୁ ପର୍ଯ୍ୟନ୍ତ ତାଙ୍କର ପ୍ରାଣ ଥିଲା, କିନ୍ତୁ ସେ ପଶୁଠାରୁ ଯେତେବେଳେ ପଶୁମାନଙ୍କୁ ବରାହ ଅବତାରେ ସେ କହିଛନ୍ତି ୟା ପରେ ଯିଏ ଆସିବ ତାର ଗୋଟେ ମନ ଥିବ, ତାର ମନ ଥିବ, ନିଜର ଇଚ୍ଛା ଥିବ, ଇଚ୍ଛାରେ ସେ ଅନେକ କାର୍ଯ୍ୟ କରିପାରୁଥିବା, ସେଭଳିଆ ଗୋଟେ ଜୀବ ଆମେ ସୃଷ୍ଟି କରିବାକୁ ଯିବା। ଆଉ ତେଣୁ ସେ ମନଟାକୁ ଧରିକି ମଣିଷ ଆସିଲା, ତେଣୁ ତାକୁ ମନୁପୁତ୍ର କହନ୍ତି ଏବଂ ମଣିଷ ମଧ୍ୟ କହନ୍ତି ତାକୁ। ତାପରେ ସଂସ୍କୃତରେ ମାନୁଷ ବି କୁହାଯାଏ, ମନରେ ସେ ଚଳେ ବୋଲିକିରି। ତାପରେ ମଣିଷ ଆସିଛି। ମଣିଷ ଆସିଲା ପରେ ତାପରେ କ୍ରମ ବିବର୍ତ୍ତନରେ ମଣିଷକୁ ଆଗକୁ ନେବା ପାଇଁ, ମଣିଷ ଯେତେବେଳେ ପଶୁ ଅବସ୍ଥାରେ ଥିଲା, ମଣିଷ ସିନା ଶରୀରଟା ପାଇଥିଲା, ପଶୁ ଭଳିଆ ମାନେ ବଞ୍ଚୁଥିଲା ନା, ସେହି ସମୟରେ ବି ବହୁତ ମଣିଷ ସୃଷ୍ଟି ହେଇଛନ୍ତି, ବହୁତ ଆଗକୁ ଯାଇଛି, ବହୁତ ଅତ୍ୟାଚାର ଚାଲିଛି, ବହୁତ ସବୁ ଚାଲିଛି। ସେ ସମୟରେ ଭଗବାନଙ୍କର ଅବତାର ହେଲା, ଯେଉଁଟାକି ନରସିଂହ। ତାର ଅର୍ଥ ହେଉଛି ଶରୀରଟା ମଣିଷର ତାର ଚେତନାକୁ ନେଇକରି ଭଗବାନଙ୍କର ସ୍ୱରୂପ। ମଣିଷର ଶରୀର କିନ୍ତୁ ମୁଣ୍ଡଟା ହେଉଛି ପଶୁ ଚେତନା। ତେଣୁ ସେଇ ରୂପ ନେଇକରି ସେ ଆସିଛନ୍ତି। ତା ଉପରେ ତ ଅନେକ ଷ୍ଟୋରି ଅଛି, ଅନେକ କାହାଣୀ ଅଛି, ସେଟା ଅଲଗା କଥା। ତା ପରବର୍ତ୍ତୀ ଜନ୍ମ ତାର ସ୍ୱରୂପ ନେଲେ ଏଇ ମଣିଷ ପାଇଁ ବିକାଶ କରିବା ପାଇଁ ବାମନ ଅବତାର। ବାମନ ଅବତାର ମାନେ ଗୋଟେ ଛୋଟ ଶିଶୁର ଅବତାର। ମାନେ ଆଜିକାଲି ଠାରୁ ନାହିଁ, ଟିକେ ଆଗର ଶିଶୁମାନେ, ଛୋଟ ଛୋଟ ଶିଶୁମାନଙ୍କର ଯେତିକି ଜ୍ଞାନ ଥାଏ, ମାନେ ସେତିକି ଜ୍ଞାନ ବିକାଶ କରିଥାଏ, ସେତିକି ଜ୍ଞାନ ବିକାଶ କରିଥିବା ମଣିଷର ଅବସ୍ଥାରେ ହିଁ ବାମନ ଅବତାର ଆସିଛନ୍ତି। ତା ପରବର୍ତ୍ତୀ ଅବତାର ମାନେ ସମସ୍ତେ ମଣିଷ ଯେତେବେଳେ ଟିକେ ଶିକ୍ଷିତ ହେଇ ଆସିଲା, ଆଗକୁ ବହୁତ କିଛି ଆଗେଇ ଗଲା, ତାକୁ ନେବା ପାଇଁ ବାକି ଯେତିକି ଅବତାର ହେଇଛନ୍ତି, ପ୍ରସନ୍ନ ହେଇଛନ୍ତି। ଶ୍ରୀରାମଚନ୍ଦ୍ର ସମୟରେ ତ ଅନେକ କଥା ଘଟିଯାଇଛି, ତାପରେ ଶ୍ରୀକୃଷ୍ଣ, ତାପରେ ପରେ ଅନ୍ୟାନ୍ୟ ସମସ୍ତେ ଆସିକିରି ଶେଷ ପର୍ଯ୍ୟନ୍ତ ଏଇ ମଣିଷର ମନ ଯେତେବେଳେ ପୁରା, ଏଇଟା ମନ ମାନେ ମଣିଷ ଆସିଛି। ଏଇଟା କାହିଁକି ଦେଇ ସେ କହୁଛନ୍ତି ମଣିଷ ହେଲେ ଯାଇ ତାମାନେ ମୋର ପୂର୍ଣ୍ଣ ବିକାଶ ହେବ। କେମିତି ହେବ? ଏ ମଣିଷର ମନ ଯେତେବେଳେ ପୁରାପୁରି ଶୀର୍ଷ ସ୍ତରକୁ, ତାମାନେ ସେ ସ୍ତରକୁ ତାମାନେ ପଳେଇଯିବ, ମନ ପୁରାପୁରି ବିକାଶ କରିଯିବ, ତାପରେ ୟା ଉପରେ ଆଉ ଗୋଟେ ଜିନିଷ ଆସିବ, ଏଇ ମଣିଷ ଭିତରେ ପ୍ରବେଶ କରିବ, ତାର ନାଁ ହେଉଛି ଅତିମାନସ। ସେ ଆସିଲା ପରେ ଏଇ ମଣିଷ ଶରୀରକୁ ସେ ଧୀରେ ଧୀରେ ରୂପାନ୍ତର କରିବ। ଜନ୍ମ ପରେ ଜନ୍ମ ତାକୁ ରୂପାନ୍ତରିତ କରିବ। ତାପରେ ଯାଇ ତାର ସେ ଭଗବାନ ତାଙ୍କର ଦିବ୍ୟ ପରମ ସତ୍ତା ତାଙ୍କର ପୂର୍ଣ୍ଣ ରୂପରେ ଧୀରେ ଧୀରେ ସେ ପ୍ରକାଶିତ ହେବେ। ଯେତେବେଳେ ମଣିଷ ଶରୀରରେ ବର୍ତ୍ତମାନ ମନ ଅଛି, ଏଇଟା ହେଉଛି 7ଟା ସ୍ତର କହନ୍ତି। ପୃଥିବୀ ସୃଷ୍ଟିର 7 ସ୍ତର ହେଉଛି, ପ୍ରଥମରେ ଜଡ଼, ତାପରେ ପ୍ରାଣ, ତାପରେ ମନ, ମନ ହେଲା ମଝି, ମନ ପରେ ଆସିବ ଅତିମାନସ, ଅତିମାନସ ପରେ ଆସିବ ଆନନ୍ଦ, ତାପରେ ଆସିବ ଚିତ୍, ତାପରେ ସତ୍। ଏଇଟା ହେଉଛି 7 ସ୍ତର। ତ ଅତିମାନସ ଆସିଲା ପରେ ମଣିଷ ଭିତରେ ସେହି ସତ୍ ଚିତ୍ ଆନନ୍ଦ ମିଶିକିରି ଯେତେବେଳେ ଅତିମାନସର କାର୍ଯ୍ୟ କରିବେ, ଭଗବାନ ତାଙ୍କର ପୂର୍ଣ୍ଣ। ସେଥିପାଇଁ ବୋଲିକିରି ସେ ଆଣିଛନ୍ତି ଏବଂ ସେଇ ପ୍ରକ୍ରିୟାରେ ଆମ ସମସ୍ତଙ୍କୁ ଜନ୍ମ ଦେଇଛନ୍ତି। ଆମେ ଯଦି ଏଇ କଥାଟାকে ସତ କରିବା, ମଣିଷ ମାନେ ପୃଥିବୀ ସୃଷ୍ଟିର ଶେଷ ଅବସ୍ଥା ନୁହଁ, ୟା ପରେ ମଣିଷ ପରେ କିଛି ରୂପାନ୍ତର ହେବ, କିନ୍ତୁ ନୂଆ ଜନ୍ମ ନେବ ନାହିଁ। ଅନ୍ୟ ପଶୁ ସମୟରେ ଯେଉଁ ସଂଘାତ ହେଉଥିଲା, ଏଠି ସଂଘାତ ହେବ ନାହିଁ। ଇଏ ମଣିଷକୁ ଏଇ ରୂପକୁ ଆଣିବା ପାଇଁ ପୃଥିବୀକୁ 6 ଥର ଧ୍ୱଂସ କରିବାକୁ ପଡ଼ିଛି। ପୃଥିବୀର ସଭ୍ୟତାକୁ 6 ଥର ଭଗବାନଙ୍କୁ ଧ୍ୱଂସ କରିବାକୁ ପଡ଼ିଛି। ଏଇଟା 7ମ ପୃଥିବୀ କହନ୍ତି। ଇଏ ଧ୍ୱଂସ ହେବ ନାହିଁ। ଇଏ ତା ରୂପ ନେବା ପାଇଁ ବର୍ତ୍ତମାନ ପ୍ରସ୍ତୁତି। ଖାଲି ମଣିଷ ନାହିଁ, ମଣିଷ ସାଙ୍ଗେ ପୃଥିବୀ ବି ରୂପ ନେବ।
जो स्वर्गर परिकल्पना अच्छी आज से स्वर्ग ही तान पृथ्वी प्रतिष्ठा हम यहाँ हूँ बर्तमान शास्त्र और यार गोटे प्रक्रिया फिर अलग अच्छी ये कथाटा कि जी अनुभव करके जानब चाहब जे प्रकृत में मु नुह मो भीतर से ही ताने क्रम बर्तन में आसिक धीरे धीरे ताने मत जन्म आमर यहाँ जन्म फास्ट जन्म नुह यहाँ कोटि कोटि जन्म पर आम ये आईचु आम समस्ते से माने रामचंद्र समय मांकड़ हो नथबू श्रीकृष्ण समय आम कई कौन नथबू समस्ते से ही समय माने बामनावत समय आम मनुष्य होते आदि मनुष्य मानव समय आम मनुष्य होते एवं नरसिंह अवतार समय आम मनुष्य होते से मनुष्य आम धीरे धीरे बर्तन होपर्यंत आईचु यापर आम यहाँ शेष अवस्था नुह ये जो बर्तन में मत अणा जा मत धीरे धीरे आगे नवाक यापाई मत यार तार असल माने जिनटा हूँ कर्म मध्यम मुझे पारि आम आगु आलोचना भी कर्मटा खाली खाली कर्म नुह ज्ञानयुक्त कर्म एवं भक्तियुक्त कर्म सी भगवान को अनुभव कर जोटा कि माने आम आगु कही भगवान प्रत्येक मुहूर्त निजक अनुभव कर भगवान के नहीं बंचुव आ सब बेले भगवान द्वारा ही भगवान ही करुच्ची गदगद हो भक्ति एवं से भक्ति से कर्म कर तीन जोग पूर्ण जोग जहाँ कहती से कर्म माध्यम प्रत्येक कर्म माध्यम से विकास कर चेतनार विकास चेतना कहती आम हूँ समस्ते गोटे गोटे चेतना ये विकास करटा जिते मनुष्य अनुभव कर जानव जे अरे मोर जीवन लक्ष्यटा तो अलग मात्र कर्म दिखाई मुझे कर्म भितर बांधिक रही माया भितर मो पिला मो छुआ मो काठान बांधी कि असलटा ये कर्म मध्यम मोर ज्ञान विकास कर मोर चेतना विकास कर चेतना जिते विकास कर देखिए सामने कहीं कहार नुहति समस्ते गोटे गोटे चेतन पुआ गोटे चेतन माने आगू चलती बहु गोटे चेतन नाती गोटे चेतन स्त्री गोटे चेतन मो निजे गोटे चेतन अन्य मनुष्य मैंने भर गोटे चेतना विकास करटा जिते भितर स्पंदन कर से जान अनुभव कर कहीं से दुख कर कहीं छोट एक्सीडेंट होगले छोट कौन होगले सांगे सांगे आम विव्रत हो कहीं अरे तार पचर केते कथा अच्छे ये कथा तो श्रीकृष्ण बुझे तू जहाँ देखु सत्य नुह रे बाबा एवं को मारी दिखाई तू खाली मो कथा मान खाली धनुषरटा उठा ये जहाँ देखु सत्य नुह यहाँ मो भाई यहाँ मो मामू यहाँ मो काका यहाँ मो बाबा ये तू कहू नुह यहाँ आंशिक सत्य मात्र असल सत्यटा तार मूलर अच्छी जो मुझे बहुत कष्ट से लोकटा बुझला आम से अर्जुन अवस्था समस्ते बर्तमान अच्छु आम समस्ते से अर्जुन जे मैंने बुझवार इच्छा करुँ चाहूँ से हूँ अर्जुन जो मैंने बुझा चाहूना से तो अलग कथा छाड़ आम भी धीरे धीरे आम भर अनेक जुक्ति आसटा केमती है केमती है भाई भी जमी कहते लक्ष्मी पुराण से चंडालुणी ये मागिला से कहीं मागिला यहाँ सब ये सब प्रश्न आसूँ आम भर को ये सब किंतु असल तत्वटा आम जो जाना ये प्रश्न आसब ना असल जिनटा अच्छे से जोटा माने अमर वर मागुला मागिला कौन गोटे कहते भाई चांडालुणी आ लक्ष्मी कहले मोर ताकत नहीं से अमर प्रकृत नाला से समय अमर वरटा केमती हम सेटा 5000 वर्ष पूर्व तार सम्यक ज्ञान दिखाई सावित्री सत्यवान उपाख्यान दिखाई महाभारत भितर से भितर अच्छी भी अलग गोटे चर्चा विषय अनेक कथा अच्छे से भितर मनुष्य निजक जानवाक चाहब निजक घांटब मंथन कर अनेक कथा जानीगला तार प्रकृत मैंने हाँ हाँ बस सेटा प्रश्न सेटा आम एक्चुअली निजक जो आम अनुभव करुँ निजक जो आम समीक्षा करुँ निज जीवन लक्ष्यटा कौन हो एवं निजर भीतर गोटे परिवर्तन भी तो अनुभव करना से अनुसार बंचले अनेक किसी जानी हम ताहले मनुष्य जो निजर जीवन विषय जो लक्ष्य विषय जो जानी जाऊँगी ये सब ताकू ये माया बंधन आ बांधि पार ना मन दुख आसो ना मो पुओ एमती कला से कला से आप जोटा कहते कथा तेणु जदि आम मनुष्य हिसाब से बंचुचे मनुष्य हिसाब से निजक ग्रहण करुचे आमको सब जानवा पड़ो बाध्य नुह मनुष्य स्वाधीन सब से चाहिए से जानव चाहिए निजक अनुधान कर चाहिए से ब्रह्म अनुभव कर चाहिए से भगवत जीवन यापन कर न चाहिए कि ना सब कथा रहा मनुष्य चाहवा तेणु बहुत बहुत धन्यवाद जिते पुणी से प्रश्न आपण पचारे आपण प्रश्नर उत्तर आम जहाँ कि मोर अनुभव थिला ता मो जहाँ उपलब्धि कर कहली बहुत बहुत धन्यवाद नमस्कार।